ପିଲାମାନେ ଆସୁଥିବା ଓଡ଼ିଶା ଆଦର୍ଶ ପ୍ରବେଶିକା ପରୀକ୍ଷା 2025 ପାଇଁ ସାମାଜିକ ବିଜ୍ଞାନର କିଛି ବଛା ବଛା ପ୍ରଶ୍ନ ଆମେ ଆଲୋଚନା କରିବା ଏବଂ ସହଜରେ ବୁଝିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଭିଡ଼ିଓଟିକୁ ଦେଖୁଥାଅ କିମ୍ବା ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରିଦିଅ, ଯାହା ଫଳରେ ତମମାନେ ଘରେ ବସି ମୋବାଇଲ ସାହାଯ୍ୟରେ ଏହିଭଳି ପ୍ରଶ୍ନ ପାଇପାରିବ। ପିଲାମାନେ ତମାନଙ୍କ ପାଇଁ ପ୍ରଥମ ପ୍ରଶ୍ନ, ମାଲ ପରିବହନ ସଡ଼କ ପଥରେ କେଉଁ ଯାନବାହନ ଦ୍ୱାରା କରାଯାଏ? ଅପସନ୍ ଅଛି ବସ୍, ଟ୍ରକ୍, କାର୍, ଜିପ୍। ତ ଏହାର ସଠିକ ଉତ୍ତର ହେବ ଟ୍ରକ୍। ନେକ୍ସଟ କ୍ୱେଶ୍ଚନ, ଉଡ଼ାଜାହାଜ ଚାଳକଙ୍କୁ କ'ଣ କୁହାଯାଏ? ଅପସନ୍ ଅଛି ଏୟାର ହୋଷ୍ଟେସ୍, କ୍ୟାପ୍ଟେନ୍, ପାଇଲଟ, ଡ୍ରାଇଭର। ତ ଏହାର ସଠିକ ଉତ୍ତର ହେବ ପାଇଲଟ। ଉଡ଼ାଜାହାଜ ଚାଳକଙ୍କୁ ପାଇଲଟ କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ରେଳ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ କିଏ ଥାନ୍ତି? ଅପସନ୍ ଅଛି ଟିଟିଆଇ, ଷ୍ଟେସନ ମାଷ୍ଟର, ପାଇଲଟ, ଆରପିଏଫ୍। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଆରପିଏଫ୍। ରେଳ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଆରପିଏଫ୍ ଥାନ୍ତି। ନେକ୍ସଟ କ୍ୱେଶ୍ଚନ, ଆମ ଦେଶର କଳକାରଖାନା ଓ ଖଣି ଅଞ୍ଚଳକୁ କେଉଁ ପଥ ଦ୍ୱାରା ସଂଯୋଗ କରାଯାଇଛି? ଅପସନ୍ ଅଛି ଜଳପଥ, ରେଳପଥ, ଆକାଶପଥ, ସଡ଼କ ପଥ। ଏହାର ସଠିକ ଉତ୍ତର ହେବ ରେଳପଥ। ନେକ୍ସଟ କ୍ୱେଶ୍ଚନ, ବିମାନ ଯାତ୍ରୀଙ୍କର ଭଲ ମନ୍ଦ ଦାୟିତ୍ୱ କିଏ ବୁଝନ୍ତି? ଅପସନ୍ ଅଛି ପାଇଲଟ, ହେଲ୍ପର, ଏୟାର ହୋଷ୍ଟେସ୍, ଡ୍ରାଇଭର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଏୟାର ହୋଷ୍ଟେସ୍। ବିମାନ ଯାତ୍ରୀଙ୍କର ଭଲ ମନ୍ଦ ଦାୟିତ୍ୱ ଏୟାର ହୋଷ୍ଟେସ୍ ବୁଝନ୍ତି। ନେକ୍ସଟ କ୍ୱେଶ୍ଚନ, ଶିକ୍ଷକମାନଙ୍କ ପ୍ରଚେଷ୍ଟାରେ କେଉଁ କର୍ମଜୀବୀ ସୃଷ୍ଟି ହୋଇ ନଥାନ୍ତି? ଅପସନ୍ ଅଛି ଡାକ୍ତର, ଓକିଲ, ବୈଜ୍ଞାନିକ, ମଜୁରିଆ। ତ ଏହାର ସଠିକ ଉତ୍ତର ହେବ ମଜୁରିଆ। ନେକ୍ସଟ କ୍ୱେଶ୍ଚନ, ଦେଶର ପ୍ରଗତି କେଉଁମାନଙ୍କର କର୍ତ୍ତବ୍ୟ ନିଷ୍ଠା ଓ କଠିନ ପରିଶ୍ରମ ଉପରେ ନିର୍ଭର କରେ? ଅପସନ୍ ଅଛି ବ୍ୟବସାୟୀ, ବୈଜ୍ଞାନିକ, କର୍ମଜୀବୀ, ମହିଳା। ତ ଏହାର ସଠିକ ଉତ୍ତର ହେବ କର୍ମଜୀବୀ। ନେକ୍ସଟ କ୍ୱେଶ୍ଚନ, ପ୍ରତ୍ୟକ୍ଷ ଦ୍ରବ୍ୟ ଉତ୍ପାଦନ କେଉଁ କର୍ମଜୀବୀ କରିନଥାନ୍ତି? ଅପସନ୍ ଅଛି କଳକାରଖାନାରେ କାମ କରୁଥିବା ଲୋକ, କୃଷି କ୍ଷେତ୍ରରେ କାମ କରୁଥିବା ଲୋକ, ଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ କରୁଥିବା ଲୋକ, ପରିବହନ ବିଭାଗରେ କାମ କରୁଥିବା ଲୋକ। ତ ଏହାର ସଠିକ ଉତ୍ତର ହେବ ଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ କରୁଥିବା ଲୋକ। ନେକ୍ସଟ କ୍ୱେଶ୍ଚନ, କେଉଁ କର୍ମଜୀବୀ ମାନଙ୍କ ଯୋଗୁଁ ଆମେ ସହଜରେ ଅନ୍ୟ ସ୍ଥାନର ଜିନିଷ ଆମ ହାତ ପାହାନ୍ତାରେ ପାଇପାରୁ? ଅପସନ୍ ଅଛି ବସରେ କାମ କରୁଥିବା କର୍ମଜୀବୀ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କାମ କରୁଥିବା କର୍ମଜୀବୀ, ଯୋଗାଯୋଗ କ୍ଷେତ୍ରରେ କାମ କରୁଥିବା କର୍ମଜୀବୀ, କୃଷି କ୍ଷେତ୍ରରେ କାମ କରୁଥିବା କର୍ମଜୀବୀ। ତ ଏହାର ସଠିକ ଉତ୍ତର ହେବ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କାମ କରୁଥିବା କର୍ମଜୀବୀ। ନେକ୍ସଟ କ୍ୱେଶ୍ଚନ, କର୍ମଜୀବୀ ଏହା କେଉଁ ଅର୍ଥକୁ ପ୍ରକାଶ କରେ? ଅପସନ୍ ଅଛି କର୍ମ ଯାହାର ଜୀବନ, କର୍ମଚାରୀ, କର୍ମ କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି, ନା କର୍ମ କରି ନିଜେ ଜୀବିକା ନିର୍ବାହ କରିବା ସଙ୍ଗେ ଦେଶର ଜନସାଧାରଣଙ୍କ ଉପକାର କରୁଥିବା ବ୍ୟକ୍ତି। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଅପସନ୍ ଡି, କର୍ମ କରି ନିଜେ ଜୀବିକା ନିର୍ବାହ କରିବା ସଙ୍ଗେ ଦେଶର ଜନସାଧାରଣଙ୍କ ଉପକାର କରୁଥିବା ବ୍ୟକ୍ତି। ନେକ୍ସଟ କ୍ୱେଶ୍ଚନ, ଲଞ୍ଚ, ଷ୍ଟିମର ଆଦି କେଉଁ ପଥରେ ଯାତାୟାତ କରେ? ଅପସନ୍ ଅଛି ସ୍ଥଳପଥ, ଜଳପଥ, ଆକାଶପଥ, ରାଜପଥ। ଏହାର ସଠିକ ଉତ୍ତର ହେବ ଜଳପଥ। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁ କାର୍ଯ୍ୟ ଇଣ୍ଟରନେଟ ଦ୍ୱାରା ହୋଇପାରୁନାହିଁ? ଅପସନ୍ ଅଛି ରୋଗ ଚିହ୍ନଟ, ଶିକ୍ଷା ଲାଭ, ପାଣିପାଗ ଖବର, କୃଷି ଖବର। ତ ଏହାର ସଠିକ ଉତ୍ତର ହେବ ରୋଗ ଚିହ୍ନଟ। ନେକ୍ସଟ କ୍ୱେଶ୍ଚନ, କୌଣସି ବ୍ୟବସାୟୀ ପ୍ରତିଷ୍ଠାନର ମୁଖ୍ୟ କ'ଣ କରନ୍ତି ନାହିଁ? ଅପସନ୍ ଅଛି ବ୍ୟବସାୟ ପ୍ରତିଷ୍ଠାନକୁ ଆସି ନଥାନ୍ତି, ପ୍ରତିଷ୍ଠାନର ତଦାରଖ କରନ୍ତି, ପଇସା ଆଦାୟ କରନ୍ତି, ବିକ୍ରି କରିବା କାର୍ଯ୍ୟ ତଦାରଖ କରନ୍ତି। ତ ଏହାର ସଠିକ ଉତ୍ତର ହେବ ବ୍ୟବସାୟ ପ୍ରତିଷ୍ଠାନକୁ ଆସି ନଥାନ୍ତି। ନେକ୍ସଟ କ୍ୱେଶ୍ଚନ, ରାସ୍ତାର ଯୋଜନା କାହା ଦ୍ୱାରା ହୋଇଥାଏ? ଅପସନ୍ ଅଛି ଠିକାଦାର, ଯନ୍ତ୍ରୀ, ଶ୍ରମିକ, ପୋଲିସ। ତ ଏହାର ସଠିକ ଉତ୍ତର ହେବ ଯନ୍ତ୍ରୀ। ନେକ୍ସଟ କ୍ୱେଶ୍ଚନ, ବିମାନ ଭିତରକୁ ଗଲାବେଳେ କିଏ ଆମକୁ ସ୍ୱାଗତ କରନ୍ତି? ଅପସନ୍ ଅଛି ପାଇଲଟ, ଇଞ୍ଜିନିୟର, ପରିଚାରିକା, ସୁରକ୍ଷା କର୍ମୀ। ଏହାର ସଠିକ ଉତ୍ତର ହେବ ପରିଚାରିକା। ନେକ୍ସଟ କ୍ୱେଶ୍ଚନ, ବସରେ ଗଲାବେଳେ ଗାଡ଼ିକୁ ଜିନିଷପତ୍ର ଉଠାଇବା ଓ ଲୋକଙ୍କୁ ସାହାଯ୍ୟ କରିବା କାର୍ଯ୍ୟ କିଏ କରିଥାଏ? ଅପସନ୍ ଅଛି ହେଲ୍ପର, ମେକାନିକ, କଣ୍ଡକ୍ଟର, ଡ୍ରାଇଭର। ତ ଏହାର ସଠିକ ଉତ୍ତର ହେବ ହେଲ୍ପର। ନେକ୍ସଟ କ୍ୱେଶ୍ଚନ, ରେଳଗାଡ଼ି କେଉଁଠାରେ ରହେ? ଅପସନ୍ ଅଛି ମଝି ରେଳ ରାସ୍ତାରେ, ଓଭରବ୍ରିଜରେ, ଲେଭଲ କ୍ରସିଂରେ,
ପ୍ଲାଟଫର୍ମରେ। ତ ଏହାର ସଠିକ ଉତ୍ତର ହେବ ପ୍ଲାଟଫର୍ମରେ। ରେଳଗାଡ଼ି ପ୍ଲାଟଫର୍ମରେ ରହେ। ନେକ୍ସଟ କ୍ୱେଶ୍ଚନ୍, ଭୂମିକମ୍ପ, ମହାବାତ୍ୟା, ସୁନାମି, ଦୁର୍ଭିକ୍ଷ ବେଳେ କେଉଁମାନେ ଲୋକଙ୍କୁ ସାହାଯ୍ୟ କରନ୍ତି? ଅପସନ୍ ଅଛି ପୋଲିସ ମାନେ, ସୈନିକ ମାନେ, ଡାକ୍ତର ମାନେ, ଯନ୍ତ୍ରୀ ମାନେ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ସୈନିକ ମାନେ। ନେକ୍ସଟ କ୍ୱେଶ୍ଚନ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆମକୁ ଗମନାଗମନରେ ସାହାଯ୍ୟ କରିଥାଏ? ଅପସନ୍ ଅଛି ଟେଲିଫୋନ, ମୋବାଇଲ, ଉଡ଼ାଜାହାଜ, ସମ୍ବାଦପତ୍ର। ତ ଏହାର ସଠିକ ଉତ୍ତର ହେବ ଉଡ଼ାଜାହାଜ। ନେକ୍ସଟ କ୍ୱେଶ୍ଚନ୍, ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟିର ସାହାଯ୍ୟ ନେଇ ନଥାଉ? ଅପସନ୍ ଅଛି ଉଡ଼ାଜାହାଜ, ରେଳ, ଫୋନ, ଜାହାଜ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଫୋନ। ନେକ୍ସଟ କ୍ୱେଶ୍ଚନ୍, ମକର କ୍ରାନ୍ତି ରେଖା ଓ କୁମେରୁ ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କହନ୍ତି? ଅପସନ୍ ଅଛି ଦକ୍ଷିଣ ନାତିଶୀତୋଷ୍ଣ ମଣ୍ଡଳ, ଦକ୍ଷିଣ ଉଷ୍ଣ ନାତିଶୀତୋଷ୍ଣ ମଣ୍ଡଳ, ଦକ୍ଷିଣ ଶୀତଳ ନାତିଶୀତୋଷ୍ଣ ମଣ୍ଡଳ, ହିମମଣ୍ଡଳ। ତ ଏହାର ସଠିକ ଉତ୍ତର ହେବ ଦକ୍ଷିଣ ନାତିଶୀତୋଷ୍ଣ ମଣ୍ଡଳ। ମକର କ୍ରାନ୍ତି ରେଖା ଓ କୁମେରୁ ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳକୁ ଦକ୍ଷିଣ ନାତିଶୀତୋଷ୍ଣ ମଣ୍ଡଳ କହନ୍ତି। ନେକ୍ସଟ କ୍ୱେଶ୍ଚନ୍, କୁମେରୁ ବୃତ୍ତ ଓ କୁମେରୁର ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କହନ୍ତି? ଅପସନ୍ ଅଛି ଉତ୍ତର ହିମମଣ୍ଡଳ, ଦକ୍ଷିଣ ହିମମଣ୍ଡଳ, ଦକ୍ଷିଣ ନାତିଶୀତୋଷ୍ଣ ମଣ୍ଡଳ, ଗ୍ରୀଷ୍ମମଣ୍ଡଳ। ତ ଏହାର ସଠିକ ଉତ୍ତର ହେବ ଦକ୍ଷିଣ ହିମମଣ୍ଡଳ। କୁମେରୁ ବୃତ୍ତ ଓ କୁମେରୁର ମଧ୍ୟବର୍ତ୍ତୀ ଅଞ୍ଚଳକୁ ଦକ୍ଷିଣ ହିମମଣ୍ଡଳ କହନ୍ତି। ନେକ୍ସଟ କ୍ୱେଶ୍ଚନ୍, ପୃଥିବୀରେ କେତୋଟି ମହାଦେଶ ଅଛି? ଅପସନ୍ ଅଛି 5ଟି, 7ଟି, 3ଟି, 8ଟି। ଏହାର ସଠିକ ଉତ୍ତର ହେବ 7ଟି। ପୃଥିବୀରେ 7ଟି ମହାଦେଶ ଅଛି। ନେକ୍ସଟ କ୍ୱେଶ୍ଚନ୍, କର୍କଟ କ୍ରାନ୍ତି ଓ ସୁମେରୁ ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କହନ୍ତି? ଅପସନ୍ ଅଛି ଉତ୍ତର ହିମମଣ୍ଡଳ, ଉତ୍ତର ନାତିଶୀତୋଷ୍ଣ ମଣ୍ଡଳ, ଉତ୍ତର ଶୀତଳ ନାତିଶୀତୋଷ୍ଣ ମଣ୍ଡଳ, ଉତ୍ତର ଉଷ୍ଣ ନାତିଶୀତୋଷ୍ଣ ମଣ୍ଡଳ। ଏହାର ସଠିକ ଉତ୍ତର ହେବ ଉତ୍ତର ନାତିଶୀତୋଷ୍ଣ ମଣ୍ଡଳ। କର୍କଟ କ୍ରାନ୍ତି ଓ ସୁମେରୁ ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳକୁ ଉତ୍ତର ନାତିଶୀତୋଷ୍ଣ ମଣ୍ଡଳ କହନ୍ତି। ନେକ୍ସଟ କ୍ୱେଶ୍ଚନ୍, ସୁମେରୁ ବୃତ୍ତ ଓ ସୁମେରୁର ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କହନ୍ତି? ଅପସନ୍ ଅଛି ହିମମଣ୍ଡଳ, ଉତ୍ତର ହିମମଣ୍ଡଳ, ଉତ୍ତର ନାତିଶୀତୋଷ୍ଣ ମଣ୍ଡଳ, ଉତ୍ତର ଶୀତଳ ନାତିଶୀତୋଷ୍ଣ ମଣ୍ଡଳ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଉତ୍ତର ହିମମଣ୍ଡଳ। ନେକ୍ସଟ କ୍ୱେଶ୍ଚନ୍, ପୃଥିବୀରେ କେତୋଟି ମହାସାଗର ଅଛି? ଅପସନ୍ ଅଛି 5ଟି, 7ଟି, 3ଟି, 4ଟି। ତ ଏହାର ସଠିକ ଉତ୍ତର ହେବ 5ଟି। ପୃଥିବୀରେ 5ଟି ମହାସାଗର ଅଛି। ନେକ୍ସଟ କ୍ୱେଶ୍ଚନ୍, ଆମ ଦେଶ କେଉଁ ମହାଦେଶରେ ଅବସ୍ଥିତ? ଅପସନ୍ ଅଛି ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଏସିଆ। ତ ଏହାର ସଠିକ ଉତ୍ତର ହେବ ଏସିଆ। ଆମ ଦେଶ ଏସିଆ ମହାଦେଶରେ ଅବସ୍ଥିତ। ଆମ ଦେଶର ପଶ୍ଚିମକୁ ଲାଗି କେଉଁ ଜଳଭାଗ ରହିଛି? ଅପସନ୍ ଅଛି ଆରବ ସାଗର, ଉତ୍ତର ମହାସାଗର, ପାରସ୍ୟ ଉପସାଗର, ବଙ୍ଗୋପସାଗର। ତ ଏହାର ସଠିକ ଉତ୍ତର ହେବ ଆରବ ସାଗର। ଆମ ଦେଶର ପଶ୍ଚିମକୁ ଲାଗି ଆରବ ସାଗର ଜଳଭାଗ ରହିଛି। ନେକ୍ସଟ କ୍ୱେଶ୍ଚନ୍, ଆମ ଦେଶକୁ ଲାଗି କେଉଁ ମହାସାଗର ରହିଛି? ଅପସନ୍ ଅଛି ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଉତ୍ତର ମହାସାଗର, ଭାରତ ମହାସାଗର। ତ ଏହାର ସଠିକ ଉତ୍ତର ହେବ ଭାରତ ମହାସାଗର। ନେକ୍ସଟ କ୍ୱେଶ୍ଚନ୍, ଆମ ଦେଶର ପୂର୍ବରେ କେଉଁ ଜଳଭାଗ ଅଛି? ଆମ ଦେଶର ପୂର୍ବରେ କେଉଁ ଜଳଭାଗ ଅଛି? ଅପସନ୍ ଅଛି ଆରବ ସାଗର, ବଙ୍ଗୋପସାଗର, କାମ୍ବେ ଉପସାଗର, ମେକ୍ସିକୋ ଉପସାଗର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ବଙ୍ଗୋପସାଗର। ଆମ ଦେଶର ପୂର୍ବରେ ବଙ୍ଗୋପସାଗର ଜଳଭାଗ ଅଛି। ନେକ୍ସଟ କ୍ୱେଶ୍ଚନ୍, ମାନଚିତ୍ରରେ ସବୁଜ ରଙ୍ଗଟି କେଉଁ ଅଞ୍ଚଳକୁ ଦର୍ଶାଏ? ଅପସନ୍ ଅଛି ମାଳଭୂମି, ସମତଳ ଭୂମି, ଜଳଭାଗ, ପାହାଡ଼ିଆ ଅଞ୍ଚଳ। ତ ଏହାର ସଠିକ ଉତ୍ତର ହେବ ସମତଳ ଭୂମି। ନେକ୍ସଟ କ୍ୱେଶ୍ଚନ୍, କେଉଁଟି ଅନ୍ୟ 3ଟି ଠାରୁ ଅଲଗା? ଅପସନ୍ ଅଛି ଚୀନ, ମିଆଁମାର, ବାଂଲାଦେଶ, ଥାଇଲାଣ୍ଡ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଥାଇଲାଣ୍ଡ। ନେକ୍ସଟ କ୍ୱେଶ୍ଚନ୍, ବିଷୁବ ବୃତ୍ତର ଉତ୍ତର ଭାଗରେ ଥିବା ବୃତ୍ତକୁ କ'ଣ କୁହାଯାଏ? ଅପସନ୍ ଅଛି କର୍କଟ କ୍ରାନ୍ତି, କୁମେରୁ ବୃତ୍ତ, ମକର କ୍ରାନ୍ତି, ସୁମେରୁ ବୃତ୍ତ। ତ ଏହାର ସଠିକ ଉତ୍ତର ହେବ କର୍କଟ କ୍ରାନ୍ତି। ବିଷୁବ ବୃତ୍ତର ଉତ୍ତର ଭାଗରେ ଥିବା ବୃତ୍ତକୁ କର୍କଟ କ୍ରାନ୍ତି କୁହାଯାଏ। ନେକ୍ସଟ କ୍ୱେଶ୍ଚନ୍, କେଉଁଟି ଅନ୍ୟ 3ଟି ଠାରୁ ଅଲଗା? ଅପସନ୍ ଅଛି ବିଷୁବ ରେଖା,
मकर क्रांति सुमेरु सुमेरु वृत्त यार सठिक उत्तर हेबो सुमेरु। नेक्स्ट क्वेश्चन ग्लोब उपरे ठीक मध्य भागरे थिबा वृत्तकार रेखा को कौन कहती? ऑप्शन अच्छी कर्कट क्रांति, विषुव वृत्त, मकर क्रांति, कुमेरु वृत्त। तो यार सठिक उत्तर हेबो विषुव वृत्त। ग्लोब उपरे ठीक मध्य भागरे थिबा वृत्ताकार रेखा को विषुव वृत्त कहती। नेक्स्ट क्वेश्चन विषुव वृत्तर दक्षिण भागरे थिबा वृत्तटीर नाम कौन? ऑप्शन अच्छी मकर क्रांति, कुमेरु वृत्त, कर्कट क्रांति, सुमेरु वृत्त। तो यार सठिक उत्तर हेबो मकर क्रांति। विषुव वृत्तर दक्षिण भागरे थिबा वृत्तटीर नाम हेउछि मकर क्रांति। नेक्स्ट क्वेश्चन ग्लोबर नील रंग चिन्हित अंश कौन सूचित करे? ऑप्शन अच्छी मालभूमि, पार्वत्य अंचल, समतल अंचल, जलभाग। यार सठिक उत्तर हेबो जलभाग। नेक्स्ट क्वेश्चन एशिया महादेशर केउ भागरे भारत अवस्थित? ऑप्शन अच्छी उत्तर भाग, दक्षिण भाग, पश्चिम भाग, मध्य भाग। यार सठिक उत्तर हेबो दक्षिण भाग। नेक्स्ट क्वेश्चन भूगोलकरे मरुभूमि चिन्हिबा पाई केउ रंग को खोजिबा? ऑप्शन अच्छी बादामी, नील, हलदिया, खैरिया। तो यार सठिक उत्तर हेबो हलदिया। भूगोलकरे मरुभूमि चिन्हिबा पाई हलदिया रंग को खोजिबा। नेक्स्ट क्वेश्चन मानचित्र रे केउ रंगरू आमे समतल भूमि चिन्हिबा? ऑप्शन अच्छी नील, सबुज, बादामी, हलदिया। तो यार सठिक उत्तर हेबो सबुज। मानचित्र रे सबुज रंगरू आमे समतल भूमि चिन्हिबा। पिलामाने नेक्स्ट वीडियो रे आमे इंग्लिश रो किछि बछा बछा प्रश्न आलोचना करिबा एवं सहजरे बुझिबा। ता पूर्वरु पिलामाने तमानकु जदि एही वीडियोटी भल लागि थाए लाइक शेयर सब्सक्राइब करैकु जमा भी भूलिबनी। थैंक यू।